ଭାରତୀୟ ଜୀବନ ବୀମା ନିଗମ ବାଲେଶ୍ୱର ଶାଖାର କର୍ମଚାରୀ ତଥା କଟକ ଡିଭିଜନର ବୀମା କର୍ମଚାରୀ ସଂଘର ଯୁଗ୍ମ ସମ୍ପାଦକ ବସନ୍ତ କୁମାର ମହାନ୍ତିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଲ୍ଆଇସି ବାଲେଶ୍ୱର ଶାଖା କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶାଖାର ମୁଖ୍ୟ ପ୍ରବନ୍ଧକ ମନ୍ମୟ କୁମାର ଚକ୍ରବର୍ତ୍ତୀ, ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଓ ସୁଦର୍ଶନ ଜେନା, କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି, ରେମୁଣା ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ, ଅଲ୍ ଓଡ଼ିଶା ଏଲ୍ଆଇସି ପେନ୍ସନ୍ସ ଆସୋସିଏସନର ସାଧାରଣ ସମ୍ପାଦକ ମାନଗୋବିନ୍ଦ ବାରିକ, ପ୍ରଥମ ଶ୍ରେଣୀ କର୍ମଚାରୀ ସଂଘର ସମ୍ପାଦକ ଗିରିଜାଶଙ୍କର ବେହେରା ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଅବସର ନେଉଥିବା ଶ୍ରୀ ମହାନ୍ତିଙ୍କର ସଫଳ ତଥା ଦୀର୍ଘ କାର୍ଯ୍ୟକାଳ ସମୟର ନିଃସ୍ୱାର୍ଥପର ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଉଚ୍ଚ ଶିକ୍ଷିତ ହେବା ସତ୍ତ୍ୱେ ଜୀବନ ବୀମା ଭଳି ଏକ ଜନକଲ୍ୟାଣ ସେବା କ୍ଷେତ୍ର ପାଇଁ ଜୀବନ ଉତ୍ସର୍ଗ କରିବା ବହୁ କମ୍ ଲୋକଙ୍କ ନିକଟରେ ଦେଖିବାକୁ ମିଳେ ବୋଲି ଅତିଥିମାନେ କହିଥିଲେ। ଅବସର ନେବା ପରେ ମଧ୍ୟ ସେ ସକ୍ରିୟ ଭାବେ ଜନସେବାରେ ନିଜକୁ ନିୟୋଜିତ କରିବେ ବୋଲି ଅତିଥିମାନେ ଆଶା ପ୍ରକାଶ କରିବା ସହ ତାଙ୍କର ସୁସ୍ଥ ନିରାମୟ ଜୀବନ ଓ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଏହି ଅବସରରେ ଏଲ୍ଆଇସି କର୍ମଚାରୀ ସଂଘ ସମେତ ବିଭିନ୍ନ ଭାତୃପ୍ରତିମ ସଂଗଠନ ପକ୍ଷରୁ ଶ୍ୟାମସୁନ୍ଦର ଜେନା, ରସାୟନ ଦାସ, ଭାବଗ୍ରାହୀ ପ୍ରତିହାରୀ, ବିପ୍ଳବ କୁମାର ମହାନ୍ତି, କୌଶିକ ପଣ୍ଡା, ବାଲେଶ୍ୱର ସମ୍ପାଦକ ସୁଧୀର କୁମାର ବଳ, ଦାମୋଦର ନାୟକ ତଥା ବିଭିନ୍ନ ଜିଲ୍ଲା ଶାଖା କାର୍ଯ୍ୟାଳୟ ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶ୍ରୀ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ କ୍ରିଷ୍ଣାରାଣୀ ସେନାପତି ସମ୍ବର୍ଦ୍ଧିତ ଅବସରରେ ଭାବବିହ୍ୱଳ ହୋଇ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। କଟକ ଡିଭିଜନ ବୀମା କର୍ମଚାରୀ ସଂଘର ସଭାପତି ଡକ୍ଟର ସନ୍ତୋଷ କୁମାର ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ଅଭୟ କୁମାର ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ। ସଂଘର ବାଲେଶ୍ୱର ଶାଖା ସଭାପତି ବସନ୍ତ କୁମାର ପୁହାଣ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।